ଜୀବନର ସବୁ ଆଜି ଜିତି ସାରିଥିଲି ପ୍ରତାପ ଭାଇ, ହେଲେ କେବଳ ତା ପାଖରେ ହାରି ଯାଇଥିଲି। ତା ସହ କୌଣସି ବାଜି ଖେଳିନି, ହେଲେ ବିନା ଖେଳରେ ବି ସେ ଜିତି ଯାଇଥିଲା ଆଉ ମୁଁ ହାରି ଯାଇଥିଲି। ଜୀବନରେ ଜିତିଥିବା ଏମିତି କେଉଁ ବାଜି ନାହିଁ ଅତି ସହଜରେ ମୁଁ ଜିତି ନାହିଁ। ସବୁ ସଫଳତା ପାଇସାରିଛି, ହେଲେ କେବଳ ତାରି ପାଖରେ ଅସଫଳ ହୋଇଯାଇଥିଲି। ମୋ ପାଖରେ ସବୁ ଅଛି ଭାଇ, ହେଲେ ସେ ଆଜି ନାହିଁ, ହାରିଯାଇଛି ଭାଇ। ଜୀବନର ଯେତେ ବାଜି ଜିତିଥିଲେ ବି ଏଇ ଗୋଟେ ବାଜି ବିନା ଖେଳରେ ହାରିବା ପରେ ପୁରା ଭାଙ୍ଗି ପଡ଼ିଛି। ନିଜକୁ ନିଜେ ଜିଅନ୍ତା ଶବ ହୋଇଯାଇଛି। ଆଖିରେ ଲୁହ, ଛାତିରେ କୋହ, ହୃଦୟ ଭିତରେ ଯନ୍ତ୍ରଣା, କଣ୍ଠ ବାଷ୍ପରୁଦ୍ଧ। ତାରି ଭିତରେ ସେ କହିବା ଆରମ୍ଭ କରିଥିଲା, ଏ ଦୁନିଆଟା ଭାରି ସ୍ୱାର୍ଥପର ନା ପ୍ରତାପ ଭାଇ, ନହେଲେ ସେ କ'ଣ ମୋତେ ଏତେ ସହଜରେ ଛାଡ଼ି ଯାଇପାରିଥାନ୍ତା? ତା ପ୍ରଶ୍ନର ଉତ୍ତର ମୋ ପାଖରେ ବି ନଥିଲା। ତାକୁ ସାନ୍ତ୍ୱନା ଦେବା ଛଡ଼ା ମୋ ପାଖରେ ରାସ୍ତା ବି କିଛି ନଥିଲା। ସେଇ ସାନ୍ତ୍ୱନା ଦଉ ଦଉ ପଚାରିଲି, କିଏ ଥିଲା ସେ, ଯିଏ ତମ ମନର ମାନସୀକୁ ତମଠୁ ଛଡ଼େଇ ନେଇଥିଲା? କିଛି ସମୟର ନୀରବତା, ଆଉ ସେ ନୀରବତାକୁ ଚିରି କେବଳ ଗୋଟେ ଶବ୍ଦ ମୋ କାନରେ ବାଜୁଥିଲା, ତା କାନ୍ଦିବାର ଶବ୍ଦ। ଆରମ୍ଭ କରିଥିଲା ତାର ସେ ହୃଦୟ ବିଦାର କଥା, ଯାହାକୁ ଶୁଣିବା ପରେ ମୋ ଛାତି ବି ଦୋହଲି ଯାଇଥିଲା। ସେଦିନ ଆମ ପାଖ ଗାଁର ନରେଶ କକାଙ୍କ ଝିଅ ରଶ୍ମି ଆମ ଗାଁ ଦେଇ ସାଇକେଲରେ କଲେଜ ଯାଉଥିଲା। ବାଳ ମୁକୁଳା ଥିଲା, ଖରାରେ ଝାଳଗୁଡ଼ା ବୋହି ସୂର୍ଯ୍ୟଙ୍କର ସେ ସୁନେଲି କିରଣରେ ଗୋରା ଗୋରା ମୁହଁଟା ଚମକୁଥିଲା। ମୁଁ ଘରକୁ ଛୁଟିରେ ଯାଇ ଗାଁ ଛକରେ ବସିଥିଲି। ତାକୁ ଦେଖି ହଠାତ୍ ଚମକି ପଡ଼ିଲି। ଆରେ ଇଏ ତ ଆର ଗାଁ ନରେଶ କକାଙ୍କ ଝିଅ, ଏତେ ବଡ଼ ହେଇଗଲାଣି। ଏଇ 7-8 ବର୍ଷର ହେଇଥିଲା ଆମ ଘରକୁ ତା ବାପା ସହ କେତେ ଥର ଆସିଥିଲା। ନାକରେ ସିଙ୍ଗାଣି, ବାଳଗୁଡ଼ା ଅଡ଼ୁଆ ଅଡ଼ୁଆ, ଆଉ ଧୂଳି ମାଟିରେ ଗଡ଼ି ଯାଉଥିବ, ଆଉ ଟୁକୁନା ଭାଇ ଡାକି ଡାକି ମୋ ସହ କେତେ ଖେଳୁଥିଲା। ମୋତେ ସେତେବେଳକୁ ମାତ୍ର 13 ବର୍ଷ ହେବ। ଆମେ ଭାରି ମିଶୁଥିଲୁ। ତାପରେ ମୁଁ ପଢ଼ିବାକୁ ବାହାରକୁ ଚାଲିଗଲି, ଆଉ ମୋ ଜବ୍ ବି ହାଇଦ୍ରାବାଦରେ ହେଇଗଲା। ୟା ଭିତରେ ତା ସହ ବହୁତ କମ୍ ଭେଟ ହେଉଥିଲା ଭାଇ। ବୋଧେ 5-6 ବର୍ଷ ହେଲାଣି ମୁଁ ତାକୁ ଜମା ବି ଦେଖିନଥିଲି। ହେଲେ ସେ ଏବେ ଏତେ ବଡ଼ ହେଇଗଲାଣି, ଆଉ ଏତେ ସୁନ୍ଦରୀ ବି ହେଇଗଲାଣି। ଭାବିଲି ତା ସହ ଟିକେ କଥା ହେବି, ହେଲେ ସେ କ'ଣ ମୋତେ ଚିହ୍ନି ପାରିବ? ବାଇକ୍ ବାହାର କଲି, ଆଉ ତା ପାଖରେ ପହଞ୍ଚିଗଲି। ଆଉ କହିଲି, ଏ ରଶ୍ମି। ସେ ଟିକିଏ ସମୟ ମୋତେ ଚାହିଁଲା, ଆଉ କହିଲା, ଜାଣିପାରିଲିନି, ଏତେ ଦିନ ପରେ ମୁଁ କିନ୍ତୁ ତତେ ଚିହ୍ନିବାରେ ଭୁଲ କରିନି ରଶ୍ମି। ଟିକିଏ ସମୟ ଭାବିଲା, ଆଉ କହିଲା, ଟୁକୁନା ଭାଇ ନା? ମୋ ମୁହଁରେ ଥିଲା ଖୁସିର ସେ ସ୍ମିତ ହସ। ଯାହା ହଉ, ଏତେ ଦିନ ପରେ ବି ସେ ମୋତେ ମନେ ରଖିଛି। ଆରମ୍ଭ ହେଲା କଥାବାର୍ତ୍ତା। ସେ ଯୁକ୍ତ 3 ଦ୍ୱିତୀୟ ବର୍ଷରେ ପଢ଼ୁଥିଲା, ଆଉ ଏଇ ଗାଁ ପାଖ କଲେଜରେ ପଢ଼ୁଥିଲା। ତାକୁ ତା ଫୋନ୍ ନମ୍ବର ମାଗିଲି, ଆଉ ସେଇ ନମ୍ବରରୁ ଆରମ୍ଭ ହୁଏ ନୂଆ ଏକ ସମ୍ପର୍କ। ଧୀରେ ଧୀରେ କଥାବାର୍ତ୍ତା ବଢ଼ିଲା, ରାତି ରାତି ଅନିଦ୍ରା ହୋଇ ଗପସପ, ଆଉ ଏଇଟା ହିଁ ପ୍ରେମର ପ୍ରଥମ ପାହାଚରୁ ଆରମ୍ଭ ହୋଇଥିଲା। ଦିନେ ରାତିରେ ଉଭୟଙ୍କୁ ପ୍ରେମ ନିବେଦନ କଲାବେଳେ ମନ ଭିତରର ସେ ଖୁସିକୁ କଣ୍ଟ୍ରୋଲ କରିପାରିନଥିଲୁ ଭାଇ। ବାସ୍, ସେବେଠୁ ସେ ମୋ ପାଇଁ ରଶ୍ମିରୁ ରୁଷୁ, ଆଉ ମୁଁ ତା ପାଇଁ ଟୁକୁନା ଭାଇରୁ ଟୁକୁ ପାଲଟି ଯାଇଥିଲି। ସମୟର ଖେଳ ବଡ଼ ବିଚିତ୍ର ପ୍ରତାପ ଭାଇ। ସେ ଭୁବନେଶ୍ୱର ପିଜି କରିବାକୁ ଆସେ, ଆଉ ମୋର 6 ମାସ ପାଇଁ ଗୋଟେ ପ୍ରୋଜେକ୍ଟ କାମରେ କମ୍ପାନୀ ଭୁବନେଶ୍ୱର ଟ୍ରାନ୍ସଫର କରିଦିଏ। ଏବେ ଫୋନ୍ ଯେତିକି ନଥିଲା, ସାମ୍ନାସାମ୍ନି ଦେଖା କରି ବେଶ ମଜା କରୁଥିଲୁ। ନା ଏଠି କେହି ଦେଖିବାର ଡର ଥିଲା, ନା ଗାଁ ଲୋକଙ୍କର ଅପପ୍ରଚାରର ଭୟ ଥିଲା। ବେଶ ଖୁସିରେ ମଜା ନେଇ ନେଇ ଭୁବନେଶ୍ୱର ସାରା ବୁଲି ବୁଲି ପ୍ରେମର ମଜା ନଉ ନଉ ଦିନେ ଅନେକ ଲେଟ୍ ହେଇଯାଇଥିଲା, ଆଉ ତା ହଷ୍ଟେଲ ବି ବନ୍ଦ ହେଇସାରିଥିଲା। ବାଧ୍ୟ ହୋଇ ସେ ମୋ ପାଖରେ ରହିବାକୁ ପଡ଼ିଲା। ଆଉ ଏତେ ଦିନ ସାଥିରେ ଭୁବନେଶ୍ୱରରେ ବୁଲିବା ମଜାମସ୍ତି ଭିତରେ ସେଦିନ ତା ସହ ରାତିରେ ରହିବାଟା ପ୍ରଥମ ଥିଲା। ଗୋଟେ ରୁମ୍ରେ ଆମେ 2 ଜଣ କେମିତି ନିଜକୁ କଣ୍ଟ୍ରୋଲ କରିବୁ ଭାଇ, ପାରିଲୁନି। ଶେଷରେ ଗୋଟେ ପୁଅ ଆଉ ଗୋଟେ ଝିଅ ଗୋଟେ ରୁମ୍ରେ ଗୋଟେ ବେଡ୍ ଉପରେ ଶୋଇଲେ ଯାହା କରନ୍ତି, ଆମେ ବି ସେଇଆ କରି ଚାଲିଥିଲୁ। ଯୌବନ ଅବସ୍ଥାରେ ଆମ ଦେହରେ ଲାଗିଥିବା ସେ ନିଆଁକୁ ଲିଭେଇବାକୁ ଯାଇ ସବୁକିଛି ଭୁଲି ଯାଇଥିଲୁ ଭାଇ। ସେଇ ରାତି ଆମକୁ ଏତେ ଖୁସି ଦେଇଥିଲା ଯେ ବାରମ୍ବାର ଆମେ ସେଇ ରାତି ଭଳି ଅନୁଭବ କରିବାକୁ ଅନେକ ରାତି ସାଥିରେ କାଟିବା ଆରମ୍ଭ କଲୁ। ଦିନେ ଆମ ଗାଁର ପଦିଆ ଭାଇ ଆମକୁ ରେଳ ଷ୍ଟେସନ ପାଖରେ ଦେଖିଦେଲା, ଆଉ ସତମିଛ ମେଚେ ଯୋଡ଼ିକି ମୋ ବାପା ପାଖରେ କହିଦେଲା। ବାପା ମୋତେ ଏ ବିଷୟରେ କିଛି ନ କହି ସିଧା ଘରକୁ ଡାକିଲେ, ଆଉ ମୋତେ ରାତିରେ ଡାକି ପଚାରିଲେ, ତୁ ନରେଶ ଝିଅକୁ ପସନ୍ଦ କରୁଛୁ? ସେ ତତେ ପସନ୍ଦ କରୁଛି ନା ତୁ ଏକୁଟିଆ ତାକୁ ପସନ୍ଦ କରୁଛୁ? ସେ ପଦିଆ ମୁହଁରେ ବାଡ଼ବତା ନାହିଁ। ମୋତେ ତ ଯାହା କହିଲା କହିଲା, ଗାଁ ସାରା ବୁଲି ବୁଲି ୟାଡ଼ୁ ସାଡ଼ୁ କହୁଛି। ଏକଥା ଶୁଣି ଡରି ଡରି କହିଲି, ନାଇଁ ବାପା, ତାକୁ ମୁଁ ପସନ୍ଦ କରେ, ଆଉ ସେ ବି ମୋତେ ପସନ୍ଦ କରେ। ବାପା କହିଲେ, ହଉ ଯା ଶୋଇପଡ଼, ରାତି ବହୁତ ହେଲାଣି। ରାତି ସାରା ନିଦ ହେଲାନି। ରୁଷୁକୁ ସବୁ କଥା କଲ୍ କରି କହିସାରିଥିଲି। ସେ ବି ଡରି ଯାଇଥିଲା ଭାଇ। ତା ବାପା ଜାଣିଲେ ତା ଅବସ୍ଥା ଯେ କ'ଣ ହେବ, ଭାବି ଭାବି ତାକୁ ବି ରାତିରେ ନିଦ ହୋଇନଥିଲା। ପରଦିନ ସକାଳୁ ଉଠିଲା ବେଳକୁ ନରେଶ କକା ଆମ ଘରେ ବାପାଙ୍କ ସହ ବସି ଚା ପିଉଥିଲେ। ମୁଁ କହିଲି, ଗଲା,
ଆଜିଠୁ ରୁଷୁକୁ ମୋଠୁ ଦୂରେଇ ଦେବାକୁ ପ୍ଲାନ୍ ଚାଲିଛି ବୋଧେ। ଦେଖିଲା ବେଳକୁ ନରେଶ କକା ଆଉ ବାପା ଆମ ବାହାଘର କଥା କଥାବାର୍ତ୍ତା ହେଉଥିଲେ। ମୁଁ କିନ୍ତୁ ବାହା ହେବାକୁ ମନା କଲି। କହିଲି ନାଇଁ ଏବେ ନୁହଁ, ତା ପିଜିଟା ସରିଯାଉ, ତାପରେ ମୁଁ ତାକୁ ବାହାବି। ତା ପିଜି ସରିଗଲା ଆଉ ଆମ ବାହାଘର ବି ବଡ଼ ଧୁମଧାମରେ ହେଲା। ସେ ଲାଲ ଟୁକ୍ ସାଦ ବୋଉ ସାଜି ପୁରା ଚମକୁଥିଲା। ମୋ ମନର ମାନସୀ ସାରା ଜୀବନ ମୋ ହାତ ଧରି ବାଟ ଚାଲିବାକୁ ମୋ ପାଖରେ ଥିଲା। ହେଲେ ଭଗବାନ ଆମ ଖୁସି ବୋଧେ ସହିପାରିଲେନି ଭାଇ। ୟା ଭିତରେ ଆମ ବାହାଘରକୁ ମାତ୍ର 5 ମାସ ହୋଇଥିଲା। ସେଦିନ ମୁଁ ହାଇଦ୍ରାବାଦରେ ଥିଲାବେଳେ ମୋ ଫୋନ୍କୁ ଗୋଟେ କଲ୍ ଆସିଲା। ଆଉ ସେ କଲ୍ ପାଉ ପାଉ ମୁଁ ତୁରନ୍ତ ଫ୍ଲାଇଟ୍ ଟିକେଟ୍ କରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲି। କିନ୍ତୁ ମୋ ରୁଷୁ ଧଳା ଚାଦର ଘୋଡ଼ା ହେବା ଦେଖି ନିଜକୁ ସମ୍ଭାଳି ପାରିନଥିଲି। କିଛି ଜାଣିବା ପୂର୍ବରୁ ମୁଁ ବେହୋସ ହୋଇଯାଇଥିଲି। ଅନେକ ସମୟ ପରେ ମୋତେ ହୋସ୍ ଆସିଥିଲା ଆଉ ମୁଁ ସେଇ ବେଡ୍ ଉପରେ ଚିତ୍କାର କରି କରି କେବଳ କାନ୍ଦି ଚାଲିଥିଲି। ସମସ୍ତେ ବୁଝେଇ ଚାଲିଥିଲେ, ହେଲେ ମୁଁ କାହା କଥା ଶୁଣିବାକୁ ଚାହୁଁନଥିଲି। ମୋତେ ମୋ ରୁଷୁ ଦରକାର, ମୁଁ କିଛି ଜାଣିନି। ସମସ୍ତଙ୍କୁ କାନ୍ଦି କାନ୍ଦି ପଚାରି ଚାଲିଥିଲି ମୋ ରୁଷୁର କ'ଣ ହେଇଥିଲା। ସେପଟୁ ବାପା କହିଲେ ଖାଇ ପିଇ ରାତିରେ ଶୋଇଲା, ସକାଳୁ ଆଉ ଉଠି ନଥିଲା। କବାଟ ଭାଙ୍ଗି ଭିତରକୁ ପଶିଲୁ, ହେଲେ ସେ ସେତେବେଳକୁ ଚିରନିଦ୍ରାରେ ଶୋଇସାରିଥିଲା। ତଥାପି ତାକୁ ତୁରନ୍ତ ଆମ୍ବୁଲାନ୍ସରେ ପାଖ ମେଡ଼ିକାଲ ଆଉ ସେଠୁ ଏଇ ବଡ଼ ମେଡ଼ିକାଲ ଆଣିଥିଲୁ। ହେଲେ ଡାକ୍ତର କହିଲେ ତାର ହାର୍ଟ ଆଟାକରେ ମୃତ୍ୟୁ ହୋଇସାରିଛି। ଏକଥା ଶୁଣିବା ବେଳେ ଛାତିଟା ଫାଟି ଯାଉଥିଲା। ମୋ ରୁଷୁ ବିନା ମୋ ଜୀବନ ବଞ୍ଚିବା ଅସମ୍ଭବ ହୋଇପଡ଼ିଥିଲା। ରାତି ରାତି ଅନିଦ୍ରା, ତାକୁ ଦେଖିବାଠୁ ଆରମ୍ଭ କରି ହରାଇବା ପର୍ଯ୍ୟନ୍ତ ସବୁ ସ୍ମୃତି ମନେ ପକାଇ ଖାଲି କାନ୍ଦି ଚାଲିଥିଲି ଭାଇ। ଜୀବନର ସବୁ ପାଇଛି, ହେଲେ ତାକୁ ହରେଇ ସବୁ ବାଜି ହାରିଗଲା ଭଳିଆ ମୋତେ ଲାଗୁଛି। ସେ ଯିବାର 2 ବର୍ଷ ହେଇଗଲାଣି, ନା ତାକୁ ଭୁଲି ପାରୁଛି ନା ତା ସ୍ମୃତିକୁ କାଢ଼ି ପାରୁଛି। ଆପଣଙ୍କର ଅନେକ କାହାଣୀ ଦେଖି ତା କଥା ମନେ ପକାଇ ଅନେକ ଥର କାନ୍ଦିଛି ପ୍ରତାପ ଭାଇ। ଆଜି ଆପଣଙ୍କୁ ମୋ କଥା ଏଥିପାଇଁ କହୁନି କି ଆପଣ ମୋ କାହାଣୀ କରନ୍ତୁ। କେବଳ ଆପଣଙ୍କ ସହ କଥା ହେଇ ନିଜ ମନକୁ ହାଲକା କରିବାକୁ ମୋ ଜୀବନର କାହାଣୀ କହିଲି। ତାକୁ ସାନ୍ତ୍ୱନା ଦେବାକୁ ନା ପାଟିରେ ଭାଷା ଥିଲା, ନା ମନ ଭିତରୁ କିଛି ଶବ୍ଦ ବାହାରୁଥିଲା। ହେଲେ ସବୁ ପରେ କିଛି କଥା ବୁଝେଇ ସାରିବା ପରେ ସେ କହିଲା, ସବୁ ଠିକ୍ ଯେ ପ୍ରତାପ ଭାଇ, ହେଲେ ତାକୁ ମୁଁ ଭୁଲିବା ସମ୍ଭବ ନୁହେଁ। ପୁଣି କାନ୍ଦି ଚାଲିଲା ଆଉ ରହୁଛି କହି ଫୋନ୍ଟା କାଟିଦେଲା। ସତ କହିଲେ ଭଗବାନ ସବୁବେଳେ ସବୁ କିଛି ଦେଇ ମଣିଷକୁ ଖୁସି ରଖିନଥାନ୍ତି। କିଛି ନା କିଛି କମି ନିଶ୍ଚିତ କରିଥାନ୍ତି, ଯେଉଁଥିପାଇଁ ସେ ଦୁଃଖ ପାଏ। ଏଇ ଟୁକୁନା ଭାଇ କଥା ଦେଖୁନାହାନ୍ତି, ସବୁଥିରେ ସଫଳ ହେଇଛନ୍ତି, ହେଲେ ଶେଷରେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ମଣିଷକୁ ଭଗବାନ ଛଡ଼େଇ ନେଇ ତାକୁ ଜୀବନ ସାରା ଦୁଃଖ ଦେଇ ଚାଲିଛନ୍ତି। ଏ କାହାଣୀ ନୁହେଁ ଆଜ୍ଞା, ଟୁକୁନା ଭାଇର ହୃଦୟ ଭିତରୁ ବାହାରିଥିବା ଯନ୍ତ୍ରଣାର କେଇ ପଦ ଅକୁହା କଥା। ଯଦି ଆପଣଙ୍କ ମନକୁ ଛୁଇଁଥିବ ନା, ତେବେ କମେଣ୍ଟ କରି ଜଣାଇବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।